60 ଲକ୍ଷ ମହିଳା କଲ୍ୟାଣୀ ସୁଭଦ୍ରା ଆବେଦନ। ସୁଭଦ୍ରା ପାଇଁ ହେଲାଣି 60 ଲକ୍ଷରୁ ଅଧିକ ପଞ୍ଜୀକରଣ। ଆଜିଠୁ ସୁଭଦ୍ରା ସ୍ୱାଗତ ପଦଯାତ୍ରା ହୁଳହୁଳିରେ କମ୍ପିଲା ପରିବେଶ। ଭୁବନେଶ୍ୱରରୁ ଆରମ୍ଭ କରି ପ୍ରତି ରାଜସ୍ୱ ଗାଁରେ ଚାଲିବ କାର୍ଯ୍ୟକ୍ରମ। ମଙ୍ଗଳବାର ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଆଜି ସୁଦ୍ଧା ଆବେଦନ କରିଥିବା ମହିଳାଙ୍କୁ ମିଳିବ ଟଙ୍କା। କନକ ବ୍ୟୁରୋ ସୁଭଦ୍ରା ଯୋଜନା ପାଇଁ ଚାଲିଛି ନାମ ପଞ୍ଜୀକରଣ। ଏ ଯାଏଁ ନାମ ପଞ୍ଜୀକରଣ କରି ସାରିଲେଣି 60 ଲକ୍ଷରୁ ଅଧିକ ମହିଳା। ଏବେ ବି ଜନସେବା କେନ୍ଦ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଭୁବନେଶ୍ୱରରୁ ଆରମ୍ଭ ହେଲା ସୁଭଦ୍ରା ସ୍ୱାଗତ ପଦଯାତ୍ରା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କେଭି ସିଂହଦେଓଙ୍କ ସମେତ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀ, ଆମର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ ପ୍ରମୁଖ ସାମିଲ ହୋଇଛନ୍ତି। ଗିରି ଦୁର୍ଗା ମନ୍ଦିରଠାରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ହେବ। ପ୍ରତି ରାଜସ୍ୱ ଗାଁରେ ସୁଭଦ୍ରା ପଦଯାତ୍ରା ଚାଲିବ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗାଁ ଗାଁରେ ସାମିଲ ହେବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ବର୍ତ୍ତମାନ ସୁଦ୍ଧା 60 ଲକ୍ଷରୁ ଅଧିକ ମହିଳା ପଞ୍ଜୀକରଣ କରି ସାରିଲେଣି। ଆସନ୍ତା 17 ତାରିଖରେ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିବ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଆଜି ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ 17 ତାରିଖରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯିବ। ଯଦି ଆପଣମାନଙ୍କୁ ମୋର ଏହି ଅପଡେଟଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରନ୍ତୁ। ଯଦି ଚ୍ୟାନେଲରେ ନ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ ଅଲ୍ରେ ସେଟ୍ କରିଦିଅନ୍ତୁ। ଯାହାପରେ ମୁଁ ଅପଡେଟ୍ କରିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୋଟିଫିକେସନ୍ ସର୍ବପ୍ରଥମେ ପାଇପାରିବେ। ଜୟ ଜଗନ୍ନାଥ।